ଦେଖନ୍ତୁ ମାର୍କ 16 ପର୍ବର 6 ପଦ। ଯଦି ଆପଣଙ୍କ ପାଖରେ ବାଇବେଲ ଅଛି ତେବେ ମୋ ସହିତ ଖୋଲିପାରିବେ। ମୁଁ ପଢ଼ୁଛି, ଆପଣମାନେ ଶ୍ରବଣ କରନ୍ତୁ। ମାର୍କ 16 ପର୍ବର 6 ପଦ ଏଠାରେ ଏପରି ଲେଖାଯାଏ, ସେଥିରେ ସେ ସେମାନଙ୍କୁ କହିଲେ, ବିସ୍ମୟାନ୍ୱିତ ହୁଅ ନାହିଁ, ତୁମେମାନେ କ୍ରୁଶରେ ହାତ ନା ଜଡ଼ିଥିବା ଯୀଶୁଙ୍କର ଅନ୍ୱେଷଣ କରୁଅଛ। ସେ ଉଠି ଅଛନ୍ତି, ସେ ଏଠାରେ ନାହାନ୍ତି। ଦେଖ, ଏହି ସ୍ଥାନରେ ସେମାନେ ତାହାଙ୍କୁ ରଖିଥିଲେ। ହାଲେଲୁୟା। ଏଇଟା ହେଉଛି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନର ଗୋଟେ ପଦ ଅଟେ। ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ହେଲା, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ପରେ ସେତେବେଳେ କିଛି ସ୍ତ୍ରୀ ଲୋକମାନେ ସେମାନେ ସମାଜ ପାଖକୁ ସେମାନେ ଯାଇଥିଲେ। କ'ଣ କରିବା ନିମନ୍ତେ? ପ୍ରଭୁଙ୍କର ମୃତ ଶରୀରକୁ ଦେଖିବା ନିମନ୍ତେ ଏବଂ ତାଙ୍କର ରୀତି ଅନୁସାରେ ତୈଳ ମଖେଇବା ନିମନ୍ତେ ସମାଧି ପାଖକୁ ଯାଇଥିଲେ। କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ ଜଗତରେ ବଞ୍ଚିଥିଲେ ସେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଥିଲେ, ମୋତେ ମରାଯିବ, ମୋତେ ଅବଶ୍ୟ ମୋତେ ଜେରୁସାଲେମ ଯିବାକୁ ପଡ଼ିବ, ମୋତେ ଅନେକ ଦୁଃଖ ଯାତନା ମୋତେ ସହିବାକୁ ପଡ଼ିବ, ଶେଷରେ ମୋତେ କ୍ରୁଶରେ ମାରି ଦିଆହେବ। କିଛି ସମୟ ପୂର୍ବରୁ ଆମେମାନେ ଯାହା ଆମେ ଦେଖିଲୁ ଭିଡ଼ିଓ କ୍ଲିପ୍ ମାଧ୍ୟମରେ, ଯେ ଆମେମାନେ ନିଶ୍ଚିତ ଭାବରେ ଅନୁଭବ କରିଥିବା ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶୀୟ ମୃତ୍ୟୁଭୋଗ ଭୟଙ୍କର ଥିଲା, ଭୟାନକ ଥିଲା। ଏତେ ସାଧାରଣ ମୃତ୍ୟୁ ନୁହେଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଯେଉଁ କଷ୍ଟ ଦିଆଗଲା, ଯେଉଁ ଯନ୍ତ୍ରଣା ଦିଆଗଲା, ହୁଏତ ଆମେ ସହିପାରି ନଥାନ୍ତେ। ମୁଁ ତ ଭାବୁଛି ଆମେମାନେ କେହି ସହିପାରିବା ନାହିଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେଉଁ ଦୁଃଖ, ଯେଉଁ ଯନ୍ତ୍ରଣା, ଯେଉଁ କଷ୍ଟ ସେ ସହିଲେ, ସେଇ ଦୁଃଖ କଷ୍ଟ ଆମେମାନେ ସହିପାରିବା ନାହିଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କେବଳ ମୃତ୍ୟୁ ଯେ ଦୁଃଖଦାୟକ ଥିଲା ତାହା ନୁହେଁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମଠାରୁ ହିଁ ଦୁଃଖ। ଜନ୍ମଠାରୁ କେମିତି ଦୁଃଖ? ପ୍ରଭୁ ଯୀଶୁ ଖ୍ରୀଷ୍ଟ କେଉଁଠି ଜନ୍ମ ହେଲେ? ଗୋଟେ ଗୁହାଳ ଘରେ ଜନ୍ମ ହେଲେ, ସେଠି ଦୁଃଖ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ବଢ଼େଇ ସଦୃଶ ସେ କାମ କଲେ, ସେଥିରେ ଦୁଃଖ। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ ନିଜର ସେବା କାର୍ଯ୍ୟ କଲେ, ସେବା କାର୍ଯ୍ୟ ଭିତରେ ବି ଦୁଃଖ। ଅନେକ ସମୟରେ ଲୋକମାନେ ପଥର ଫୋପାଡ଼ୁଥିଲେ, ଅନେକ ସମୟରେ ଲୋକମାନେ କ'ଣ କରୁଥିଲେ? ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ନିନ୍ଦା କରୁଥିଲେ। ଏହାଠାରୁ ବଡ଼ ଦୁଃଖ ଆଉ କ'ଣ ଥିଲା? ଜୀବନ ସାରା ଯୀଶୁଙ୍କର କେବଳ ଦୁଃଖ ଦୁଃଖ ଦୁଃଖ, ଶେଷରେ କ୍ରୁଶ ଉପରେ ନିଜର ଜୀବନକୁ ଦେଲେ। ହାଲେଲୁୟା। ଏଇଟା ସବୁଠାରୁ ବଡ଼ ଦୁଃଖ। ପୁରା ବହୁତ ଏମିତି ଲମ୍ବା ଥିବ ଏବଂ ସେଇ ଚାବୁକ ଅଗରେ ବିଷଧର ସାପର ହାଡ଼ ସବୁ ଗୁନ୍ଥା ହେଇଥିବ। ହାଲେଲୁୟା। ମନ ଦେଇକି ଶୁଣନ୍ତୁ, ଯେଉଁ କୋରଡ଼ା ଥିଲା, କୋରଡ଼ାର ଅଗରେ ବିଷଧର ସାପର ଦାନ୍ତ କିମ୍ବା ହାଡ଼ କେମିତି ଗୁନ୍ଥା ହେଇଥିବ। ଯେତେବେଳେ ଚାବୁକରେ ମାରି ଦିଆଯାଏ, ସେ ଚାବୁକ କ'ଣ ହୁଏ? ପୁରା ଶରୀରକୁ ପୁରା ଗୁଡ଼େଇ ପୁରା, ମୋତେ ଟିକେ ଲକ୍ଷ୍ୟ କରନ୍ତୁ, ଯେ ସାପ ଦାନ୍ତ ପୁରା ଏମିତି ଆସିକି ପୁରା ଖାପ୍ କିନା ଧରି ପକେଇବ। ରୋମିଓ ସୈନିକମାନେ ଏତେ ନିଷ୍ଠୁର ଥିଲେ, ପୁରା ଟାଣି ଦେଉଥିଲେ, ମାଂସ ସବୁ ବିଦାଡ଼ିକି ପୁରା ଏମିତି ପୁରା ମାଂସକୁ ବାହାର କରିକି ପୁରା ଆଣୁଥିଲା। 39 ଥର ଦେହରେ ଗୁଡ଼େଇ ହେଇଯିବ, ଟାଣିଲା ବେଳେ ମାଂସ ପୁରା ଏମିତି ନେଇକି ଆସିବ। ଇଏ ହେଉଛି କୋରଡ଼ା ଚାବୁକ ପ୍ରହାର। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସହିଲେ କ୍ରୁଶ ଉପରେ। ତାଙ୍କର ମୃତ୍ୟୁଭୋଗ ବହୁତ ଭୟାନକ ଥିଲା। ଆଉ ଯେତେବେଳେ ସ୍ତ୍ରୀ ଲୋକମାନେ ଯାଉଛନ୍ତି ଦେଖା କରିବା ପାଇଁ, ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେଠାରେ ନଥିଲେ, ଆଉ ଦୂତ କ'ଣ କହୁଛନ୍ତି? ଦୂତ କହୁଛନ୍ତି, ତୁମ୍ଭେମାନେ ମରିଯାଇଥିବା ଯୀଶୁଙ୍କୁ ତୁମେ ଖୋଜିବା ପାଇଁ ଆସିଛ। ଜୀବିତ ଯୀଶୁଙ୍କୁ ନୁହେଁ, ପୁନରୁତ୍ଥିତ ଯୀଶୁଙ୍କୁ ନୁହେଁ, ବରଂ ତୁମେମାନେ ମରିଯାଇଥିବା ମୃତ ଯୀଶୁଙ୍କୁ ତୁମେ ଖୋଜିବା ପାଇଁ ଆସିଛ। କିନ୍ତୁ ସେ ଏଠାରେ ନାହାନ୍ତି। ସେ ଯେମିତି କହିଥିଲେ ସେମିତି ଉଠିଛନ୍ତି। ହାଲେଲୁୟା। ସେ ଯେମିତି କହିଥିଲେ, କେମିତି କହିଥିଲେ? ପ୍ରଭୁ ଯୀଶୁ ଖ୍ରୀଷ୍ଟ କ'ଣ କହିଥିଲେ? ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ ଜଗତରେ ଥିଲେ, ସେ କହିଥିଲେ, ମୋତେ ଜେରୁସାଲେମ ଯିବାକୁ ପଡ଼ିବ, ମୋତେ ଦୁଃଖ କଷ୍ଟ ସହିବାକୁ ପଡ଼ିବ, ଆଉ ମୋତେ ଶେଷରେ ମାରି ଦିଆଯିବ, କିନ୍ତୁ
কিন্তু 3 ଦିନ ପରେ ଆଉ ଥରେ ମୁଁ ମୃତ୍ୟୁରୁ ପୁନରୁତ୍ଥିତ ହେବି, ଆଉ ଥରେ ମୁଁ ବଞ୍ଚିବି। ହାଲେଲୁୟା। ମାନଙ୍କ ସହିତ ଭଜନରେ ବସିଲା ଉତ୍ତାରେ ସେ ରୁଟି ଘେନି ଆଶୀର୍ବାଦ କଲେ, ପୁଣି ତାହା ଭାଙ୍ଗି ସେମାନଙ୍କୁ ଦେବାକୁ ଲାଗିଲେ। ତହିଁରେ ସେମାନଙ୍କର ଚକ୍ଷୁ ଉନ୍ମୁକ୍ତ ହେଲା ଓ ସେମାନେ ତାହାଙ୍କୁ ଚିହ୍ନିଲେ, ଆଉ ସେ ସେମାନଙ୍କର ଦୃଷ୍ଟିରୁ ଅନ୍ତର୍ହିତ ହେଲେ। ହାଲେଲୁୟା, ହାଲେଲୁୟା। ଏଠାରେ 2 ଜଣ ଶିଷ୍ୟଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଦର୍ଶନ ଦଉଛନ୍ତି ନିଜର ପୁନରୁତ୍ଥାନ ପରେ। ସେ ପଥ କ'ଣ? ଇମାୟୁ ପଥରେ। ଇମାୟୁ ପଥରେ 2 ଜଣ ଶିଷ୍ୟ ଯାଉଥିଲେ। ହଠାତ୍ ଯୀଶୁ ତାଙ୍କ ସାଙ୍ଗରେ ଉପସ୍ଥିତ ହେଲେ। ହଠାତ୍ ମାନେ ଗୋଟେ ସେକେଣ୍ଡରେ। ଏଇଟା ମୁଁ ଟିକେ ପରେ କହିବି, ଆପଣ ବି ଆଶ୍ଚର୍ଯ୍ୟ ହେବେ এই ବିଷୟ ଶୁଣିକି। ଆଉ 24-29 ଏଠି ଥୋମାଙ୍କୁ ଦର୍ଶନ ଦେଲେ। କାରଣ ଶିଷ୍ୟମାନଙ୍କୁ ଯେତେବେଳେ ପ୍ରଭୁ ଯୀଶୁ ଦର୍ଶନ ଦେଲେ ନିଜର ପୁନରୁତ୍ଥାନ ପରେ, ସେତେବେଳେ ଥୋମା କିନ୍ତୁ ବିଶ୍ୱାସ କଲେ ନାହିଁ। ଥୋମା କହିଲେ, ଯେ ପର୍ଯ୍ୟନ୍ତ ଯୀଶୁଙ୍କର ହାତର କଣ୍ଟାର ଦାଗ, ଘା ଆଉ ଗୋଡ଼ରେ କଣ୍ଟାର ଘା ଏବଂ ବକ୍ଷରେ କଣ୍ଟାର ଘା, ବର୍ଷାର ଘା, ଯେ ପର୍ଯ୍ୟନ୍ତ ମୁଁ ନ ଦେଖିଛି ସେ ପର୍ଯ୍ୟନ୍ତ ମୁଁ ଯୀଶୁଙ୍କୁ କେବେ ବି ବିଶ୍ୱାସ କରିବି ନାହିଁ। ସେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ହଠାତ୍ ଥୋମାଙ୍କର ସାମ୍ନାକୁ ଆସିଲେ, କହିଲେ ଥୋମା ତୁମେ ଆସ। ହାଲେଲୁୟା। ଯେତେବେଳେ ଥୋମା ଆସୁଛନ୍ତି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସ୍ପର୍ଶ କରୁଛନ୍ତି, ତାଙ୍କର ଗୋଡ଼ର ଘା, ହାତର ଘା ଆଉ ତାଙ୍କର ବକ୍ଷରେ ଯେଉଁ ଘା ଅଛି, ଯେତେବେଳେ ଛୁଉଁଛନ୍ତି, ଛୁଇଁ କହୁଛନ୍ତି, ହେ ପରମେଶ୍ୱର, ମୁଁ ତୁମକୁ ବିଶ୍ୱାସ କରୁଅଛି, ହେ ଗୁରୁ, ହେ ମୋର ପ୍ରଭୁ। କିନ୍ତୁ ଯୀଶୁ କ'ଣ କହିଲେ ଜାଣିଛ? ତୁମେ ଦେଖିଲ ବୋଲି ବିଶ୍ୱାସ କଲ, ନ ଦେଖିଦେଲେ କରିନଥାନ୍ତ। ତୁମେ ଦେଖିଲ ବୋଲି ବିଶ୍ୱାସ କଲ, କିନ୍ତୁ ଯେଉଁମାନେ ନ ଦେଖି ବିଶ୍ୱାସ କରନ୍ତି ସେମାନେ ଧନ୍ୟ। ଆମେମାନେ ସମସ୍ତେ ଆପଣମାନେ ନ ଦେଖି ବିଶ୍ୱାସ କରୁଛୁ, ଆମେମାନେ ଧନ୍ୟ। ହାଲେଲୁୟା। ଥୋମାଙ୍କ ଠାରୁ ବି ଆମେ ଧନ୍ୟ। ହାଲେଲୁୟା। ଯେ ପର୍ଯ୍ୟନ୍ତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜଣେ ଅନୁଭବ କରିନାହିଁ, ସେ ପର୍ଯ୍ୟନ୍ତ ସେ ବିଶ୍ୱାସ କରିବ ନାହିଁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଈଶ୍ୱର ଅଟନ୍ତି ବୋଲି। ଯେତେବେଳେ ଶିଷ୍ୟମାନଙ୍କ ସାମ୍ନାରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିକି ଉଭା ହେଲେ, ସେତେବେଳେ ଶିଷ୍ୟମାନେ ଯୀଶୁଙ୍କୁ ଦେଖୁଛନ୍ତି, ଦେଖିକି ମଧ୍ୟ ବିଶ୍ୱାସ ଆସୁନାହିଁ ଯେ ଆମ ସାମ୍ନାରେ ସ୍ୱୟଂ ଯୀଶୁ ଖ୍ରୀଷ୍ଟ ଠିଆ ହେଇଛନ୍ତି। ତାପରେ ସେମାନେ କ'ଣ କରୁଛନ୍ତି? ଦେଖିକି ବିଶ୍ୱାସ କରୁନାହାନ୍ତି, ତା ପୂର୍ବରୁ ଶୁଣିଥିଲେ ବିଶ୍ୱାସ କରିନଥିଲେ। ମରିୟମ ଯାଇ ଖବର ଦେଲେ ଯୀଶୁ ଉଠିଛନ୍ତି, ସେମାନେ ଶୁଣିଲେ ବିଶ୍ୱାସ କଲେ ନାହିଁ। ତାପରେ ଦେଖିଲେ ବିଶ୍ୱାସ କଲେ ନାହିଁ। ତାପରେ ଆସିକି ଛୁଇଁଲା ପରେ ଯାଇ କହୁଛନ୍ତି, ଇଏ ଆମଙ୍କର ପରମେଶ୍ୱର। ହାଲେଲୁୟା, ହାଲେଲୁୟା। 1-14 ଭିତରେ ମୁଁ ପଢ଼ିବି ନାହିଁ, ଜଷ୍ଟ ମୁଁ କହିଦେଉଛି। ତିବିରିଆ ସମୁଦ୍ର କୂଳରେ ଯେତେବେଳେ ଯୀଶୁ ଖ୍ରୀଷ୍ଟ କ୍ରୁଶ ଉପରେ ମଲେ, ସମାଧି ପାଇଲେ, ସେତେବେଳେ ସମସ୍ତ ଶିଷ୍ୟମାନେ କ'ଣ ଭାବିଲେ ଜାଣିଛନ୍ତି? ପ୍ରଭୁ ଯୀଶୁ ସରିଗଲେ, ଆମ ଗୁରୁ ମରିଗଲେ, ଆମେ ଚାଲ ପୁଣି ଥରେ ଯେଉଁ ଡଙ୍ଗା ଛାଡ଼ିଥିଲୁ, ଯେଉଁ ଜାଲ ଛାଡ଼ିଥିଲୁ, ତାକୁ ଧରିକି ପୁଣି ଥରେ ଚାଲ, ଆମେ ଏମାନେ ପୁଣି ଥରେ ମାଛ ଧରିବା। ଯୀଶୁ କେମିତି ଆହ୍ୱାନ କରିଥିଲେ? ତୁମର ଡଙ୍ଗା ଛାଡ଼, ଜାଲ ଛାଡ଼, ଆଉ ଆସ ମୋ ପାଖକୁ, ମୋ ପଛରେ ଆସ, ମୁଁ ତୁମକୁ ମଣିଷ ଧରିବା ଶିଖେଇବି, ମୋ ପଛରେ ଆସ, ଆଉ ମୋତେ ବିଶ୍ୱାସ କର। ସେମାନେ ଡଙ୍ଗା ଜାଲ ସବୁ ଛାଡ଼ି ଦେଇଥିଲେ, କିନ୍ତୁ ବର୍ତ୍ତମାନ କ'ଣ ହେଉଛି? ଯେଉଁ ଡଙ୍ଗା ଜାଲ ଛାଡ଼ି ଦେଇଥିଲେ, ପୁଣି ଯାଇକି ତାକୁ ଧରି କହୁଛନ୍ତି, ଚାଲ ଆମେ ପୂର୍ବରୁ ଯେମିତି ମାଛ ଧରୁଥିଲେ ପୁଣି ସେମିତି ମାଛ ଧରିବା। ପୁଣି ଯାଇଛନ୍ତି ତିବିରିଆ ସମୁଦ୍ର କୂଳରେ, ସେମ୍ ଘଟଣା ଘଟିଛି। ଗୋଟେ ଆଶ୍ଚର୍ଯ୍ୟକର୍ମ ସମାନ ଘଟିଲା। କ'ଣ? ଯେତେବେଳେ ସେମାନେ ମାଛ ଧରୁଥିଲେ, ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆହ୍ୱାନ କଲେ, ସେତେବେଳେ ତାଙ୍କ ଜାଲରେ କୌଣସି ମାଛ ପଡ଼ିଲା ନାହିଁ। ଯୀଶୁ କହିଲେ, ନୌକାର ଡାହାଣ ପଟେ ଜାଲ ପକାଅ, ତୁମେ ମାଛ ପାଇବ। ତୁମେ ଡାହାଣ ପଟେ ଜାଲ ପକାଇଲେ ମାଛ ପାଇଲେ। ସେଇଠି ଡଙ୍ଗା ଛାଡ଼ିଥିଲେ। ଏବେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କୁ ସ୍ମରଣ କରିବା ପାଇଁ ସେ ଘଟଣାକୁ ପୁଣି ଥରେ କହୁଛନ୍ତି, ତୁମେ ଏମାନେ ମାଛ ପାଇଲ ନାହିଁ, ସେଦିନ ବି ମାଛ ପାଇଲେ ନାହିଁ। ଏବେ ଯୀଶୁଖ୍ରୀଷ୍ଟ, ପୁନରୁତ୍ଥିତ ଯୀଶୁଖ୍ରୀଷ୍ଟ ସମୁଦ୍ର କୂଳରେ ଠିଆ ହୋଇଛନ୍ତି, ତିବିରିଆ ସମୁଦ୍ର କୂଳରେ ଠିଆ ହୋଇଛନ୍ତି। ଆଉ ଯେତେବେଳେ ସେ ଦେଖୁଛନ୍ତି ଶିଷ୍ୟମାନଙ୍କୁ ସେ ମାଛ ଧରୁଛନ୍ତି, ମାଛ ପାଉନାହାନ୍ତି,
ପୁଣି ଏବେ ବି ଯୀଶୁ କହିଲେ ନୌକାର ଡାହାଣ ପଟେ ଜାଲ ପକାଅ ତୁମେ ମାଛ ପାଇବ। ଆଉ ସେମାନେ କ'ଣ କଲେ? ନୌକାର ଡାହାଣ ପଟେ ଜାଲ ପକେଇଲେ। ଲେଖା ହେଉଛି ଏତେ ମାଛ ପଡ଼ିଲା ଜାଲ ଛିଡ଼ିବାକୁ ଲାଗିଲା। 153ଟି ବଡ଼ ବଡ଼ ମାଛ ଥିଲା। ଆଉ ସେତେବେଳେ ସେମାନେ ଯୀଶୁଙ୍କୁ ଚିହ୍ନୁଛନ୍ତି। ପ୍ରଥମେ ପିତର ଚିହ୍ନିଲେ, କହିଲେ ଆରେ ଇଏ ତ ପ୍ରଭୁ ଆମର ଗୁରୁ, ଆମେ ଯାହାଙ୍କ ସହିତ 3.5 ବର୍ଷ ଥିଲେ ଇଏ ସେଇ ଗୁରୁ। ତା ପିତର ସାଙ୍ଗେ ସାଙ୍ଗେ ଡେଇଁ ପଡ଼ିଲେ। ସବୁ ଶିଷ୍ୟମାନେ କୂଳକୁ ଆସିଲେ। ଯୀଶୁ କ'ଣ କହିଲେ? ତୁମ ପାଖରେ କିଛି ଖାଇବା ପାଇଁ ଅଛି? ତାଙ୍କ ପାଖରେ କିଛି ନଥିଲା, କିନ୍ତୁ ଯୀଶୁ ସେମାନଙ୍କ ନିମନ୍ତେ କୂଳରେ ମାଛ ଅଲରେଡ଼ି ପ୍ରସ୍ତୁତ କରି ରଖିଥିଲେ। ସେମାନଙ୍କ ସାମ୍ନାରେ ଯୀଶୁ ଭୋଜନ କଲେ। କାରଣ ସେମାନେ ଭାବୁଥିଲେ ଇଏ ଯୀଶୁ ନୁହେଁ, ଇଏ ଯୀଶୁଙ୍କର ବୋଧେ ଭୂତ, ଯୀଶୁ ଭୂତ ହେଇକି ଉଠିଛନ୍ତି। ତେଣୁ ଆତ୍ମା ଯିଏ ଭୂତ ସେ ତ କୌଣସି ଖାଇବନି, କୌଣସି ଖାଦ୍ୟ ଖାଇବନି, କୌଣସି ପାନୀୟ ପିଇବ ନାହିଁ। ତାଙ୍କର ସନ୍ଦେହକୁ ଦୂର କରିବା ନିମନ୍ତେ ପ୍ରଭୁ ଯୀଶୁ କହିଲେ ଆଣ ମୋ ପାଖକୁ। ପ୍ରଭୁ ଯୀଶୁ କ'ଣ କଲେ? ସେମାନଙ୍କ ସାମ୍ନାରେ ଭୋଜନ କଲେ ବୋଲି ଲେଖା ଅଛି। ଏଇଟା ହେଉଛି ତିବିରିଆ ସମୁଦ୍ର କୂଳରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଦର୍ଶନ ଦେଲେ। ତାପରେ ଏବେ ମୁଁ ଯାହା କହିବା ପାଇଁ ଯାଉଅଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଆପଣମାନେ ଶୁଣନ୍ତୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନର ଆବଶ୍ୟକତା କ'ଣ ଥିଲା? ହେବା ପାଇଁ କ'ଣ ଦରକାର ଥିଲା? ପ୍ରଥମ, ଈଶ୍ୱର ବୋଲି ନିଜକୁ ପ୍ରମାଣ କରିବା ନିମନ୍ତେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ହେବା ଜରୁରୀ ଥିଲା। କାରଣ ଆଜି ପର୍ଯ୍ୟନ୍ତ ଯିଏ ବି ଆସିଛି, ଯିଏ ବି ଜଗତରେ ଜନ୍ମ ହେଇଛି, ସେ ସମସ୍ତେ ମରିଛନ୍ତି, କିନ୍ତୁ ମୃତ୍ୟୁରୁ କେହି ପୁନରୁତ୍ଥିତ ହେଇନାହାନ୍ତି। କିନ୍ତୁ ଯୀଶୁ ମୃତ୍ୟୁରୁ ପୁନରୁତ୍ଥିତ ହେଲେ ଏହା ପ୍ରମାଣ କରିବା ନିମନ୍ତେ ଯେ ସେ ଈଶ୍ୱର ଅଟନ୍ତି। ସେଥିନିମନ୍ତେ ଯୀଶୁ ପୁଣି ଥରେ ମୃତ୍ୟୁରୁ ଆଉ ଥରେ ପୁନର୍ଜୀବିତ ହେଲେ। ହାଲେଲୁୟା। ତାପରେ 2 ନମ୍ବର ହେଉଛି କ'ଣ? ଭବିଷ୍ୟତବାଣୀକୁ ସଫଳ କରିବା ନିମନ୍ତେ ପୁରାତନ ନିୟମରେ ଗୋଟେ ଭବିଷ୍ୟତବାଣୀ ହେଇଥିଲା ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୃତ୍ୟୁରୁ ପୁନରୁତ୍ଥିତ ହେବେ। ଯଦି ଆପଣ ପଢ଼ିବେ କେବେ, ଯଦି ଜୁନସ୍ 1 ପର୍ବ 17ର 2 ଆଉ 6 ପଦରୁ 7 ପଦ ଏବଂ 10 ପଦ ଯଦି ପଢ଼ିବେ, ସେଠି ଲେଖା ଅଛି ଜୁନସ୍ଙ୍କ ବିଷୟରେ। ଜୁନସ୍ କ'ଣ ହେଲେ? 3 ଦିନ ମାଛ ପେଟରେ ସେମାନେ ରହିଲେ। ସେଥିପାଇଁ ଯେତେବେଳେ ସାଧୁକି ଫାରୁସୀମାନେ ଯେତେବେଳେ ଚିହ୍ନ ଖୋଜିଲେ, ଯୀଶୁ କ'ଣ କହିଲେ? ଜୁନସ୍ଙ୍କ ଚିହ୍ନ ଛଡ଼ା ଆଉ କେଉଁ ଚିହ୍ନ ତୁମକୁ ଦିଆଯିବନି। ସେ ଚିହ୍ନ କ'ଣ? ଜୁନସ୍ଙ୍କର ଚିହ୍ନ କ'ଣ? ଜୁନସ୍ ଯେପରି ମାଛ ପେଟରେ 3 ଦିନ 3 ରାତି ଥିଲେ, ସେହିପରି ପ୍ରଭୁ ଯୀଶୁ ଖ୍ରୀଷ୍ଟ 3 ଦିନ 3 ରାତି କବର ମଧ୍ୟରେ ରହିବେ ଆଉ ଶେଷରେ ମୃତ୍ୟୁରୁ ପୁନରୁତ୍ଥିତ ହେବେ। ସେଇ ହେଉଛନ୍ତି ଆମମାନଙ୍କର ପରମେଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟ, ମହାନ ପରମେଶ୍ୱର, ଏକମାତ୍ର ଜୀବିତ ପରମେଶ୍ୱର, ଆଜି ମଧ୍ୟ ଜୀବିତ ପରମେଶ୍ୱର। ସେହି ପରମେଶ୍ୱର ଆଜି ମଧ୍ୟ ଅନେକ ଅଦ୍ଭୁତ କାର୍ଯ୍ୟ କରିପାରନ୍ତି। ଆଜି ମଧ୍ୟ ପ୍ରଭୁ ଜୀବିତ ଅଟନ୍ତି। ହାଲେଲୁୟା। ତାପରେ ତୃତୀୟ ବିଷୟ ହେଉଛି କାହିଁକି ଆବଶ୍ୟକତା ଥିଲା? ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ ନିଜର ପୁନରୁତ୍ଥାନ ବିଷୟରେ ଭବିଷ୍ୟତବାଣୀ କରିଥିଲେ। ଯୀଶୁ କହିଥିଲେ ମୁଁ ଆଉ ଥରେ ପୁନରୁତ୍ଥିତ ହେବି। ବର୍ତ୍ତମାନ ଆମେମାନେ ଟିକେ ପଢ଼ିବା ମାର୍କ ତାର 8 ପର୍ବର 31 ପଦ। ଟିକେ ପଢ଼ିବେ କି? ମାର୍କ 8 ପର୍ବର 31 ପଦ। ଆଉ ଯୀଶୁ ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ ଯେ ମନୁଷ୍ୟ ପୁତ୍ରଙ୍କୁ ଅବଶ୍ୟ ବହୁତ ଦୁଃଖ ଭୋଗ କରିବାକୁ ହେବ ଏବଂ ପ୍ରାଚୀନ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇ ହତ ହେବାକୁ ହେବ, ପୁଣି 3 ଦିନ ପରେ ପୁନରୁତ୍ଥାନ ହେବାକୁ ହେବ। ଏହି କଥା ସେ ସ୍ପଷ୍ଟ ରୂପେ କହିଲେ। ସେଥିରେ ପିତର ତାହାଙ୍କୁ ଗୋଟିଏ ପାଖକୁ ଘେନି ଯାଇ ଅନୁଯୋଗ କରିବାକୁ ଲାଗିଲେ। ହାଲେଲୁୟା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେ କ୍ରୁଶରେ ମରିବେ ସେ ଆଗରୁ ଜାଣିଥିଲେ। ଅନେକ ଭାବନ୍ତି ଯୀଶୁ ଖ୍ରୀଷ୍ଟଙ୍କୁ ମାରିଦେଲେ ଯୀଶୁ ଖ୍ରୀଷ୍ଟ ମରିଗଲେ, ସେମିତି ନାହିଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜାଣି ଶୁଣିକି ଗଲେ ମରିବା ପାଇଁ। ହାଲେଲୁୟା।
ଯଦି ମରି ନଥାନ୍ତା ଆମେ ଉଦ୍ଧାର ପାଇନଥାନ୍ତେ। ଆଉ ଏହା ମଧ୍ୟ ଯୀଶୁ ଜାଣିଥିଲେ ମୁଁ ମରିବି କିନ୍ତୁ ମୁଁ ଆଉ ଥରେ 3 ଦିନ ପରେ ପୁନର୍ଜୀବିତ ହେବି, ଆଉ ଥରେ ବଞ୍ଚିବି। ଏଇଟା ବି ଯୀଶୁ ଜାଣିଥିଲେ। ସେତେବେଳେ ଯୀଶୁ କହିଲେ ମୁଁ ମରିବି କିନ୍ତୁ ଆଉ ଥରେ ବଞ୍ଚିବି, ପୁନର୍ଜୀବିତ ହେବି। ଯୀଶୁ ଖ୍ରୀଷ୍ଟ ଏଇ ଯୋଉ ଭବିଷ୍ୟତବାଣୀ କଲେ ଯେ ମୁଁ ଉଠିବି, ସେଥିପାଇଁ ଆବଶ୍ୟକତା ଥିଲା ପୁନରୁତ୍ଥାନର। ପୁନରୁତ୍ଥାନ ହେଇକି ନିଜେ 3 ଦିନ ପରେ ମୃତ୍ୟୁରୁ ପୁନର୍ଜୀବିତ ହେଇ ଯୀଶୁ ପ୍ରମାଣ କରିଦେଲେ ସେ ହେଉଛନ୍ତି ଈଶ୍ୱର। ହାଲେଲୁୟା ହାଲେଲୁୟା। ନିଜେ ପ୍ରମାଣ କଲେ ନିଜ ମୃତ୍ୟୁ ଦ୍ୱାରା, ନିଜର ପୁନରୁତ୍ଥାନ ଦ୍ୱାରା ଯେ ସେ ହେଉଛନ୍ତି ଏକମାତ୍ର ଈଶ୍ୱର ଅଟନ୍ତି। ହାଲେଲୁୟା। ବିଶ୍ୱାସ କରିବେ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୋ ପାପ ପାଇଁ କାଲବରୀ କ୍ରୁଶ ଉପରେ ନିଜ ଜୀବନକୁ ଦେଲେ ପାପରୁ ଉଦ୍ଧାର କରିବା ନିମନ୍ତେ। ଶତ୍ରୁମାନେ ସମସ୍ତେ ହସୁଥିଲେ, ସାଧୁକୀ ଫାରିସୀମାନେ ହସୁଥିଲେ, ଯଦି ତୁମେ ଈଶ୍ୱରଙ୍କ ପୁତ୍ର ତେବେ କ୍ରୁଶରୁ ଓହ୍ଲେଇ ଆସୁନ କାହିଁକି? ଯଦି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଚାହିଁଥାନ୍ତେ ଓହ୍ଲେଇ ଆସିପାରିଥାନ୍ତେ। ହାଲେଲୁୟା। କିନ୍ତୁ ତାଙ୍କର ମୃତ୍ୟୁର ଆବଶ୍ୟକତା ଏଥିପାଇଁ ଥିଲା, ଗୋଟେ ବହୁତ ବଡ଼ ନିଷ୍ପାପ ବଳିଦାନର ଆବଶ୍ୟକତା ଥିଲା। ଆଗେ ଯେମିତି ବଳିଦାନ କରାଯାଉଥିଲା ପଶୁମାନଙ୍କୁ, ପକ୍ଷୀମାନଙ୍କୁ, ତେବେ ଯାଇ ପାପ କ୍ଷମା ହେଉଥିଲା। କିନ୍ତୁ ସେ ନିୟମ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପୁରା ଉଠାଇ ଦେଲେ। ଏବେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ରକ୍ତକୁ ଯିଏ ବିଶ୍ୱାସ କରିବ ସେ ମୃତ୍ୟୁରୁ ଉଦ୍ଧାର ପାଇବ। କୋଉ ମୃତ୍ୟୁ? ଆତ୍ମିକ ମୃତ୍ୟୁ। ସେ ଅନନ୍ତ ଜୀବନ ପାଇବ। କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କରାଯାଏ ସେ ଆପଣ ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଯେପରି ଯେ କେହି, ସେ ଧନୀ ହଉ ଗରିବ ହଉ, ସେ ପାପୀ ହଉ ଧାର୍ମିକ ହଉ, ସେ ଡେଙ୍ଗା ହଉ ଗେଡ଼ା ହଉ, ସେ ଉଚ୍ଚ ଜାତି ହଉ ନିଚ ଜାତି ହଉ, ଯେକୌଣସି ବ୍ୟକ୍ତି ହଉ ନା କାହିଁକି ସମସ୍ତେ ଜୀବନରେ କିଛି ନା କିଛି ପାପ ସେମାନେ କରିଅଛନ୍ତି। ତେବେ ଏ ପାପରୁ କିଏ ସେମାନଙ୍କୁ ଉଦ୍ଧାର କରିବ? ସେମାନଙ୍କୁ କେବଳ ପ୍ରଭୁ ଯୀଶୁ ଖ୍ରୀଷ୍ଟ ହିଁ ପାପରୁ ଉଦ୍ଧାର କରିପାରନ୍ତି। ପ୍ରଭୁ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ସୁନ୍ଦର ବାକ୍ୟ ଦେଇଥିବାରୁ ପ୍ରଭୁଙ୍କ ମହାନାମରେ ଅଶେଷ ଅଶେଷ ଧନ୍ୟବାଦ। ଆପଣମାନେ ଯେଉଁ ବାକ୍ୟ ଶୁଣିଲେ, ଆଉ ସାମୁଏଲ ଭାଇଙ୍କ ପାଇଁ ଟିକେ ପ୍ରାର୍ଥନା କରିବେ ନାହିଁ? ସିଏ ଅନେକ ଦୂରରୁ ଆସିଅଛନ୍ତି। ହାଲେଲୁୟା। ସେ ଅନେକ ଦୂରରୁ ଆସିଛନ୍ତି ପରମେଶ୍ୱରଙ୍କର ବାକ୍ୟ ମନୁଷ୍ୟମାନଙ୍କୁ ଦେବା ପାଇଁ। ହାଲେଲୁୟା।